ସ୍ମାର୍ଟ ମିଟର ଲଗାଇବେ ସରକାର ଗାଇଡଲାଇନ୍ ଆଣିଲା ଶକ୍ତି ବିଭାଗ। ସ୍ମାର୍ଟ ମିଟର ଲଗାଇବାକୁ ନେଇ ଉପଭୋକ୍ତା ଦ୍ୱନ୍ଦ୍ୱରେ ଥିବାବେଳେ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। 2025 ମାର୍ଚ୍ଚ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କ ମିଟର ଭଡ଼ା ଛାଡ଼ ହୋଇଛି। ଏ ବାବଦରେ 360 କୋଟି ଟଙ୍କା ବହନ କରିବେ ସରକାର। ଗତ କ୍ୟାବିନେଟ୍ରେ ଏହି ନିଷ୍ପତ୍ତି ହେବା ପରେ ଗାଇଡଲାଇନ୍ ଆଣିଛି ଶକ୍ତି ବିଭାଗ। ସେପଟେ ସ୍ମାର୍ଟ ମିଟରର ସ୍ୱଚ୍ଛତା ଏବଂ ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି ଶକ୍ତି ସମୀକ୍ଷକ। ନୂଆ ସ୍ମାର୍ଟ ମିଟର ସ୍ଥାପନ ଏବଂ ପୂର୍ବରୁ ଥିବା ମିଟରକୁ ସ୍ମାର୍ଟ ମିଟରରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ 735 କୋଟି ଟଙ୍କା। 2 କିଲୋୱାଟ୍ ପର୍ଯ୍ୟନ୍ତ ଥିବା 8,75,000 ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ, ଯାହା ବାବଦକୁ 340 କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ନୂଆ ସ୍ମାର୍ଟ ମିଟର ଇନଷ୍ଟଲେସନ୍ ପାଇଁ 88 କୋଟି ଏବଂ ମାର୍ଚ୍ଚ 2025 ପୂର୍ବରୁ ଯେଉଁମାନେ ସ୍ମାର୍ଟ ମିଟର ଲଗାଇ ସାରିଛନ୍ତି ସେମାନଙ୍କ ମିଟର ଭଡ଼ା ଛାଡ଼ ବାବଦକୁ 307 କୋଟି ଟଙ୍କା ବହନ କରିବେ ସରକାର। ଏହି ସ୍ମାର୍ଟ ମିଟର ଗୁଡ଼ିକ ଶକ୍ତି ବିଭାଗ ଅଧୀନରେ ରହିବ। ଏହାର ପରବର୍ତ୍ତୀ ଖବର। ଡେଡ୍ଲାଇନ୍ ପୂର୍ବରୁ ଶେଷ ନିଶ୍ୱାସ ନେଉଛନ୍ତି ମାଓବାଦୀ। ଛତିଶଗଡ଼ରେ ଭୟରେ 40 ନକ୍ସଲଙ୍କ ଆତ୍ମସମର୍ପଣ। ଗତକାଲି ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ବଡ଼ ଧରଣର ଏନ୍କାଉଣ୍ଟର ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ 12 ଜଣ ମାଓବାଦୀ ନିହତ ହୋଇଛନ୍ତି। କିସ୍ତାରାମ ଜଙ୍ଗଲରେ ଯବାନଙ୍କ ସହ ମୁହାଁମୁହିଁ 50ରୁ ଅଧିକ ମାଓବାଦୀ ହୋଇଥିଲେ। ହେଲେ ଯବାନଙ୍କ ଗୁଳିରେ କଣ୍ଟା ଏରିଆର କମିଟିର ମାଓ କମାଣ୍ଡର ମଙ୍ଗୁଡୁଙ୍କ ସହ 12 ଜଣ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ AK-47 ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ ସହ ଭାରୀ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ସେପଟେ ଭୟଭୀତ ହୋଇ ବିଜାପୁର ମାଓ ସଂଗଠନର ଶୀର୍ଷ ନେତା ବାର୍ସେ ଦେବୀଙ୍କ ସହ 40 ଜଣ ମାଓବାଦୀ ଗତକାଲି ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି। ବାର୍ସେ ଦେବା ଏବଂ ତାଙ୍କ ସହଯୋଗୀମାନେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳ ଛାଡ଼ି ତେଲେଙ୍ଗାନା DGPଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ବାର୍ସେ ଦେବା ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ନକ୍ସଲମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କ ମୁଣ୍ଡ ଉପରେ 50 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ହେଲେ ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରଙ୍କ ନିୟମ ଅନୁସାରେ ଥାଇଥାନ କରାଯିବ ବୋଲି ତେଲେଙ୍ଗାନା DGP କହିଛନ୍ତି। ଏହାର ପରବର୍ତ୍ତୀ ଖବର। ବିମାନ ବନ୍ଦରରୁ ପୁଣି 8 କୋଟିର ମାରିଜୁଆନା ଜବତ। ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ବିଦେଶୀ ଗଞ୍ଜେଇ ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ 8 କୋଟି ହେବ ବୋଲି ଅନୁମାନ କରାଯାଉଛି। ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟ ଯାଞ୍ଚ କରିଥିଲା। ଯାଞ୍ଚ ପରେ ତାଙ୍କ ଲଗେଜରୁ 4ଟି ପକେଟରୁ 8 କେଜିର ମାରିଜୁଆନା ଜବତ କରାଯାଇଥିଲା। ବ୍ୟାଙ୍କକରୁ ଏହି ମାରିଜୁଆନା ଆଣିଥିବା ପଚରାଉଚରା ବେଳେ ଜଣାପଡ଼ିଛି। ସେ ରାଜଧାନୀର କାହା ପାଖକୁ ଚାଲାଣ କରୁଥିଲେ ତାହା ଜଣାପଡ଼ିନାହିଁ। ବିଶେଷ କରି ବଡ଼ ବଡ଼ ହୋଟେଲକୁ ଏହି ବିଦେଶୀ ଗଞ୍ଜେଇ ଚାଲାଣ କରାଯାଉଥିବାର ତଦନ୍ତରୁ ଜଣାପଡ଼ିଛି। ଗତ ଡିସେମ୍ବର 30 ଏବଂ 31 ତାରିଖରେ ମଧ୍ୟ ବିମାନ ବନ୍ଦରରୁ ମାରିଜୁଆନା ଧରା ହୋଇଥିଲା। ଏହାର ପରବର୍ତ୍ତୀ ଖବର। କଲବଲ କରିବ ଶୀତ, ପ୍ରବଳ ଜାଡ଼ରେ ଥରିବ ଓଡ଼ିଶା। ରାଜ୍ୟରେ ଶୀତ ସାମାନ୍ୟ କମ୍ ରହିଥିବା ବେଳେ କାଲିଠୁ ପୁଣି ଥରିବ ରାଜ୍ୟ। ସେପଟେ ପଶ୍ଚିମା ଝଡ଼ ସହ ଆର୍ଦ୍ରତାର ପରିମାଣକୁ ନେଇ କୁହୁଡ଼ି ଜାରି ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର। କୁହୁଡ଼ି ଯୋଗୁଁ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା 50 ମିଟରରୁ ବି କମ୍ ରହୁଥିବା ବେଳେ ରାସ୍ତାଘାଟ ଦେଖାଯାଉନଥିବାରୁ ସତର୍କତା ଜାରି କରାଯାଇଛି। ଆହୁରି 3 ଦିନ ଯାଏଁ ଏଭଳି ଘନ କୁହୁଡ଼ି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଘନ କୁହୁଡ଼ିକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ବିଭାଗ। ସେହିପରି ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ପରି 10 ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଏହାର ପରବର୍ତ୍ତୀ ଖବର। ମେଧାଙ୍କ ଅସନ୍ତୋଷ ପରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ। ବାହାରିବ 14 OAS, 113 ORS ପଦବୀ। OCS ବିଜ୍ଞପ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ। ବାହାରିବ OAS, ORS ପଦବୀ। ପୂର୍ବ ବିଜ୍ଞପ୍ତିରେ ପଦବୀ ନଥିବା ଖବର ପ୍ରସାରଣ ହୋଇଥିଲା। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ। 151ଟି ଅଧିକ ପଦବୀ ପୂରଣ ପାଇଁ OPSକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାର ପରବର୍ତ୍ତୀ ଖବର। ଆମ ବସ୍ ଡ୍ରାଇଭର ଗିରଫ। ଭୁବନେଶ୍ୱର ରୂପାଲି ଛକରେ ଦୁର୍ଘଟଣା ଘଟାଇଥିବା ଆମ ବସ୍ ଡ୍ରାଇଭର ଗିରଫ। ଗିରଫ ଚାଳକ ହେଲେ ସଚିତ୍ର ସାହୁ। ତାଙ୍କର ବୟସ 55 ବର୍ଷ। ତାଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା 105 ଆଧାରରେ ଗିରଫ କରାଯାଇଛି। ସିସିଟିଭି ଫୁଟେଜରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବସ୍ଟି ପଛପଟୁ ଠିଆ ହୋଇଥିବା ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା। ଶୁକ୍ରବାର ଦିନ ସକାଳେ ଭୁବନେଶ୍ୱରର ରୂପାଲି ଛକ ଟ୍ରାଫିକ୍ ଉପରେ ଏକ ଅଟୋକୁ ପଛରୁ ଧକ୍କା ଦେଇଥିବା ଆମ ବସ୍। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଆଗରେ ଥିବା ଆଉ ଏକ ବସ୍ରେ ଅଟୋଟି ଚାପି ହୋଇଯାଇଥିଲା। ଫଳରେ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ଜୀବନ। ଏହାର ପରବର୍ତ୍ତୀ ଖବର।
ବୈତରଣୀ ନଦୀରେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈତରଣୀ ନଦୀରେ ବୁଡ଼ ପକାଇବେ। ଏଥିପାଇଁ ଶୁକ୍ରବାର ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ପାଟଣା ବ୍ଲକ ଘାଟ ବାଲିଜଡ଼ି ସ୍ଥିତ ଭୀମକୁଣ୍ଡ ଓ ରାଜନଗର ରଘୁନାଥ ଜୀଉ ମଠ ସଂଲଗ୍ନ ବୈତରଣୀ ନଦୀ କୂଳ ପରିଦର୍ଶନ କରି ଫେରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଶାଳ ସିଂ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଅନେକ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ରାଜନଗର ବୈତରଣୀ ନଦୀଘାଟରେ ନଦୀକୁ ପାହାଚ ଥିବାବେଳେ ଭୀମକୁଣ୍ଡରେ ପଥର ଖଣ୍ଡ ଉପରେ ପ୍ରଶାସନିକ କିଭଳି ରାସ୍ତା କରିବେ ସେ ନେଇ ଚିନ୍ତାରେ ପଡ଼ିଛି। ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନରେ ବୁଡ଼ ପକାଇବେ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି। ଏହାର ପରବର୍ତ୍ତୀ ଖବର। ସବୁ ପୌରାଞ୍ଚଳରେ ପାଇପ୍ ଜଳ ଯୋଗାଣ ନେଟୱାର୍କକୁ କରାଯିବ ଯାଞ୍ଚ, 4 ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଇନ୍ଦୋରରେ ଜଳ ପ୍ରଦୂଷଣ ଜନିତ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ତତ୍ପରତା। ଜଳ ବିଶୋଧନ ପାଇପ୍ ଜଳ ଯୋଗାଣକୁ ବ୍ୟବସ୍ଥିତ ଓ ମରାମତି ଉପରେ ଗୁରୁତ୍ୱ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ। ସବୁ ପୌରାଞ୍ଚଳରେ ପାଇପ୍ ଜଳ ଯୋଗାଣ ନେଟୱାର୍କକୁ କଡ଼ାକଡ଼ି ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ମରାମତି କାମ 4 ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ପୌରାଞ୍ଚଳ କର୍ତ୍ତୃପକ୍ଷ 4 ସପ୍ତାହରେ ଯାଞ୍ଚ ଓ ମରାମତି କରି ରିପୋର୍ଟ ଦେବେ। ମହାନଗର ନିଗମକୁ 6 ସପ୍ତାହ ସମୟ ଦିଆଗଲା। ଅବହେଳା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଇନ୍ଦୋରରେ ଜଳ ପ୍ରଦୂଷଣ 10 ଜଣଙ୍କର ମୃତ୍ୟୁ ହୋଇଛି। ଏହାର ପରବର୍ତ୍ତୀ ଖବର। ଥମୁନି ବାଂଲାଦେଶୀ ହିନ୍ଦୁ ହତ୍ୟା, ଦୀପୁଙ୍କ ପରେ ଆଉ ଜଣଙ୍କୁ ଜାଳି ମାରିଦେଲେ। ଦେହରେ ଲାଗିଥିଲା ନିଆଁ, ଏପଟେ ଆଖି ପିଛୁଳାକେ ହେଉଥିଲା ଆକ୍ରମଣ। ଜୀବନ ବିକଳରେ ରାସ୍ତାରେ ଧାଉଁଥିଲେ ବାଂଲାଦେଶୀ ହିନ୍ଦୁ ଯୁବକ। ଆଉ ବିକଳ୍ପ ନ ପାଇ ଶେଷରେ ପୋଖରୀକୁ ମାରିଥିଲେ ଡିଆଁ, କିନ୍ତୁ ବଞ୍ଚାଇ ପାରିଲେନି ନିଜ ଜୀବନ। ବାଂଲାଦେଶରେ ଥମୁନି ଧାର୍ମିକ ବିବାଦ। ଦିନକୁ ଦିନ ବଢ଼ୁଛି ବାଂଲାଦେଶୀ ହିନ୍ଦୁଙ୍କ ଉପରେ ଅତ୍ୟାଚାର। ଢାକାରୁ ପ୍ରାୟ 150 କିଲୋମିଟର ଦୂରରେ ଥିବା ଏକ ଗାଁରେ ଔଷଧ ଏବଂ ମୋବାଇଲ ବ୍ୟାଙ୍କିଂ ବ୍ୟବସାୟ କରୁଥିବା ଖକନ ଚନ୍ଦ୍ର ଦାସଙ୍କ ଉପରେ ଆକ୍ରମଣ ହୋଇଛି। ବୁଧବାର ରାତିରେ ଇସଲାମିକ ଉଗ୍ରବାଦୀମାନେ ନିର୍ମମ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ଜୀବନ୍ତ ଜାଳି ଦେବାକୁ ଉଦ୍ୟମ କରିଥିଲେ। ଖକନ ଚନ୍ଦ୍ର ଦାସଙ୍କ ପରିବାର କହିଛନ୍ତି ଯେ ସେ ବୁଧବାର ରାତିରେ ତାଙ୍କ ଦୋକାନରୁ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାର ପରବର୍ତ୍ତୀ ଖବର। ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷି ମନ୍ତ୍ରୀ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ କୃଷ୍ଣନ୍ମତୀ ଯୋଜନା ସମେତ ବିଭିନ୍ନ କେନ୍ଦ୍ରୀୟ କୃଷି ଯୋଜନାରେ ଅଗ୍ରଗତି ଏବଂ ବଜେଟ୍ ଉପଯୋଗ ସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୀକ୍ଷା ବୈଠକକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଯେ ଛୋଟ ଛୋଟ ସାଧାରଣ ପ୍ରଶାସନିକ ଏବଂ ପ୍ରକ୍ରିୟାଗତ ସମସ୍ୟା ଯୋଗୁଁ ଅନେକ ସମୟରେ ବଜେଟ୍ ଆବଣ୍ଟନ ପ୍ରାୟତଃ ବିଳମ୍ବ ହୁଏ, ଯାହା ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ପ୍ରଭାବିତ କରେ। ମାର୍ଚ୍ଚ ପୂର୍ବରୁ ବିଭିନ୍ନ ଯୋଜନା ପାଇଁ ଆବଣ୍ଟିତ ବଜେଟ୍ ଉପଯୋଗ ସୁନିଶ୍ଚିତ କରିବାକୁ ସେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।